मॉर्निंग सांग मैंने सकाल सकाल नुआ ब्लॉग स्वागत देखो आमर चाह फाट स्टार्ट होगा भजा हम पनीर रही बहुत कम अच्छे आज कम अच्छे सफा हबार अच्छी चलो चाह करवा आगे चाह पीदेगा नेक्स्ट कौन कम हम देखा तू आ खाइब बागे के आस सीढ़ी रे चाह नहीं लाठी मड़े खाई दे राजा को देलु जा मुगो पड़ गया पूरा देह पर मिल गया सांग मैंने तो मुझे रोसे सारिक आसनी कि रोसे बसी चुली मुंडे भात ए आसली गुहाड़ को कहीं गाई तो खराब पड़ा पदा काढ़ा पड़ो आउ ना मत कम करने पड़ो आसला डेरी हम मुग पड़ी तो मत कम पकड़ापा भल लगे नथिले मुझे करदे गुहाड़ कम जाऊँगी गाय काढ़ी गुहाड़ हेलो अरे जा पत्थर पाक जा देखे बिल्कुल ये देखु आम गाई सब केते असना करती आपको सब सफा करिकी चुली पाखु जाक पड़ो रोसे बस
ଗୁହାଳ ଗ୍ୟାସ୍ ହବନି, ଗାଈ ମୁତୁଛନ୍ତି ଆଉ ଗାଈ ଝାଡ଼ା ବସୁଛନ୍ତି। ଲକ୍ଷ୍ମୀ ଜାଣିଛୁ କି ଲକ୍ଷ୍ମୀ କୋଉଥିରେ ହୁଅନ୍ତି? ଗାଈ ଗୋବରରେ। ଗୋ ସେବା କରିବା ଠିକ୍, ଜାଣିଛୁ ନା ନାଇଁ? ହଉ ମୁଁ ଆଉ ତୁ କହିବିନି। ଆଡିକି ମୋର ପକଉଥିବେ। ହଉ ତୁ ପଳା। ଗୁହାଳ ସଫା ସରିଗଲା ମୋର ଏବେ। ଆଉ ମୁଁ ଏବେ ଆସିଛି ସଫାସୁତୁରା କରିବା ପାଇଁକା, ଯେହେତୁ ଆମର ପଣା ଆମ ଓଡ଼ିଆମାନଙ୍କର ସବୁଠୁ ବଡ଼ ପର୍ବ। ଆଉ ଏଠି ଭାଇଙ୍କର ସବୁ ପାରିଶ୍ର ସଫା ହବ ଆଜି। ଯାଉଛି ଏବେ ମୁଁ ସଫା କରିବା ପାଇଁକା। ମୋର ଭାତ ବି ବସିଛି। ଆଉ ଲିସେନକି କହିଲି ପାଠ ପଢ଼ିବା ପାଇଁ, ସେ ଗଧି ପାଠ ସାଠ ତା ଦ୍ୱାରା କିଛି ବି ହେବନି। ଆଉ ସବୁ ଏଠି ପଡ଼ିଛି, ପ୍ୟାଣ୍ଟ ସାର୍ଟ ସବୁ ସଫା ହବ। ଆଉ କାଲି ସବୁ ସଫା କରିକି ମୁଁ ଖଟରେ କରିଦେଇଛି, ଯାହାକି ଏତେ ଗରମ ହେଲା ଯେ କିଛି ସଜାଡ଼ି ହେଇପାରିଲାନି। ଆଉ ଏବେ ଚାଲ ଯିବା ବାକି କାମ ତ କରିବା, ବହୁତ କାମ ପଡ଼ିଛି, ସରିବା ପାଇଁ ପଡ଼ିବ। ଏବେ ମୁଁ ଯାଉଛି ସଫାସୁତୁରା କରିବି। ନେକ୍ସଟ ପଖାଳ ଖାଇଲା ବେଳେ ଭିଡ଼ିଓ ଦେଖିବି। ଏଇ ପଖାଳ ଖିଆ ଆମର ସରି, ଆଉ ପଖାଳ ଖିଆଟା ସୁଟ୍ ହେଇପାରିଲାନି, କାହିଁକିନା ବହୁ ବ୍ୟସ୍ତତାରେ ଭୋକ ଥିଲୁ, ଖାଇଦେଲୁ। ଆଉ ଏବେ ଦ୍ୱିପହର ପାଇଁ ଆମର ଏଠି ରୋଷେଇ ଚାଲିଛି। ଖରା ସିଟି ହେଲା, ମୁଁ ରୋଷେଇ କରିପାରିଲିନି ଯେହେତୁ ଲେଟ୍ ହେଇଗଲାଣି। ଆଉ ମୁଁ ଏବେ ଏଠି ବସେଇଛି କ'ଣ ନା ଆଳୁ କଷଉଛି। କେକେ ଆଜି ଘରେ ଅଛନ୍ତି, 3ଟାରେ କାମକୁ ଯିବେ। ତ ଚିକେନ୍ ଆଣିଛନ୍ତି, ମାଛ ବି ଆଣିଛନ୍ତି। ଚିକେନ୍ ଆମେ 4 ଜଣ ଖାଇବୁ, ଆଉ ମାଛ ବୋଉ ଖାଇବେ। ଆଉ ଚିକେନ୍ ସରିଲା ପରେ ମାଛଟେ ହବ। ଆଉ ନୂଆ କରି ଟ୍ୟାପ୍ରେ ପାଣି ଆସିଛି। ଲିସିନି ସେଠି ପୁରା ମନ ବୁଦ୍ଧି ହେଇ ଗାଧୋଉଛି, ସେଇଠି ଗାଧୋଉଛି। ହଉ ଚାଲ ରୋଷେଇ କରିବା, ମଜା ଲାଗୁଛି ତାକୁ। ହଉ ସାଙ୍ଗମାନେ ଦେଖ, ମୁଁ ତ ରୋଷେଇ କରୁଥିଲି ଚିକେନ୍ ତରକାରୀ, ଏଠି ସରିଗଲାଣି ମୋର। ଯେହେତୁ ମୁଁ ବହୁତ ବ୍ୟସ୍ତରେ ଅଛି, ବୋଉ ଆସିଲେ ଖାଇବେ, ଟାଇମ୍ ହେଇଗଲାଣି। ଆମ ପାଇଁ ଚିକେନ୍ ହେବ, ତାଙ୍କ ପାଇଁ ମାଛ ହେବ। ତ ଆମର ଏଠି ଫାଇନାଲି ହିଁ ମାଛ ତରକାରୀ ବସିଛି, ଆଉ ହେଇଗଲାଣି। ଆଉ ବୋଉ ବି ଗାଧଉଛନ୍ତି, ସେ ଗାଧେଇକି ଆସିଲା ବେଳକୁ ପୁରା ତରକାରୀ ରେଡ଼ି ହେଇଯାଇଥିବ, ସେ ଭାତ ଖାଇବେ। ଆଉ ଆମେ ବି ଭାତ ଖାଇବୁ। ଆମେ ଏବେ ଖାଇବୁନୁ, ଡେରିରେ ଖାଇବୁ। ବୋଉ ଯେହେତୁ ସକାଳୁ ଯାଇଥିଲେ, ଖାଇନଥିଲେ, ଖାଲି ଚାହା ପଠେଇଥିଲି ବିଲକୁ। ଆଉ ତାଙ୍କ ପାଇଁ ମାଛ ତରକାରୀ, ଭାତ ସେ ଖାଇବେ। ଆଉ ଆମର ଚିକେନ୍ ତରକାରୀ। ତ ବ୍ୟସ୍ତତାରେ ଭିଡ଼ିଓଟି ବନେଇଥିବାରୁ ମୁଁ କିଛି ବି ପ୍ରୋସେସ୍ ଦେଖେଇ ପାରିଲିନି। ଆଉ ଏବେ ଆମେ ଖାଇଲା ବେଳେ ଦେଖେଇବି ଭିଡ଼ିଓଟି। ଆମେ ଖାଉଛୁ ସମସ୍ତେ ମିଶିକି। ଆଉ ଭିଡ଼ିଓଟି କେମିତି ଲାଗିଲେ ନିଶ୍ଚୟ ଲାଇକ୍ କରିବେ, ଆଉ ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେନି। ଆପଣମାନେ ନିଶ୍ଚୟ ସବସ୍କ୍ରାଇବ୍ କରନ୍ତୁ, ଆଉ ନୂଆ ନୂଆ ଭିଡ଼ିଓ ନୋଟିଫିକେସନ୍ ଆପଣଙ୍କ ପାଖରେ ପହଞ୍ଚିଯିବ। ଆପଣ ନିଶ୍ଚୟ ମୋ ଚ୍ୟାନେଲକୁ ଦେଖନ୍ତୁ, ବହୁ ମାତ୍ରାରେ ସବସ୍କ୍ରାଇବ୍ କରନ୍ତୁ। ରୋଷେଇବାସ ସରିକି ଆମର ଖାଇବା ହେଇଗଲାଣି। ଭାତ ଚିକେନ୍ ବାସ୍ନା